So hello friends, welcome back to my channel and ଆପଣଙ୍କୁ ପୁଣି ସ୍ୱାଗତ କରୁଛି ମୁଁ ଆଉ ଏକ ନୂଆ ବ୍ଲଗରେ and I hope ଆପଣମାନେ ସମସ୍ତେ ବହୁତ ଭଲରେ ଅଛନ୍ତି and ଆଶା କରୁଛି ଆପଣମାନେ ସମସ୍ତେ ବହୁତ ଭଲରେ ଥାଆନ୍ତୁ। ତ ଆଜିକା ବ୍ଲଗଟା ଆମେ ଷ୍ଟାର୍ଟ କରିବା। ଆମେ ଆକ୍ଚୁଆଲି ଯାଉଛୁ ହେଲା ଗୋଟେ ବୁଲିବା ପାଇଁ ନୂଆ ପାର୍କଟେ ଖୋଲିଥିଲା ସେଟା ଅବଶ୍ୟ ବହୁତ ଦିନ ହେଲା ଖୋଲିଲାଣି ବଟ୍ ଆମେ ଯାଉଛୁ ଆଜି ଯାଉଛୁ ହେଲା। ତ ଯେତେବେଳେ ମୁଁ ଏମିତି ସର୍ଚ୍ଚ କରୁ ଦେଖିଲି ଗୋଟେ କୁଆଡ଼େ ଯିବା ପ୍ଲାନିଂ ଥିଲା ମୁଁ ଯାହା ବହୁତ ଦିନ ମାନେ ଘରେ ବସିଲେଣି ତ ଆଜି ଗୋଟେ କୁଆଡ଼େ ଯିବା ଚାଲ ବୁଲିକି ଆସିବା। ତ ସେଇଥିପାଇଁ ଆଜି ଆମେ ଦୁଇ ଜଣ ବାହାରିଛୁ ରଶ୍ମି ମୁଁ ବାହାରିଛୁ ଆମେ ଯାଉଛୁ ଗୋଟେ ଜାଗାକୁ ନୂଆ ବୁଲିବା ତ ପାର୍କଟାକୁ। ତ ଚାଲନ୍ତୁ ସେ ପାର୍କର ନାଁ ଗୋଟେ କ'ଣ ନାଁ ଥିଲା ଗୋଟେ ନାଁଟା ମନେ ପଡ଼ୁନି ବଟ୍ ସେଠି ଗଲା ପରେ ମୁଁ ଆପଣଙ୍କୁ ତାର ଲିଙ୍କ ମୁଁ ଆପଣଙ୍କୁ ଡେସ୍କ୍ରିପସନ୍ ଦେଇଦେବି। ଏଇଟା ସେ ଗୋଟେ ଆଉ ଗୋଟେ ଜିନିଷ କି ସେ ଜାଗାଟା ପ୍ରାୟ ଲୋକ ଯାଇନାହାନ୍ତି ଆଉ ଯେଉଁ ଲୋକ ବି ଜାଣିଛନ୍ତି କି ଦେଖୁଛନ୍ତି ବି ହେଲା ଯେଉଁଟାକି ସେମାନେ ଜାଣିପାରୁନି ସେ ଜାଗାଟା କେଉଁଠି ହେଲା। ତ ସେଠି ଏତେ ଲୋକ ବି ପ୍ରାୟ ମୁଁ ଦେଖିଲି ମାନେ ଯେତିକି ଭିଡ଼ିଓ ବନେଇଛି ଲୋକମାନେ ବନଉଛନ୍ତି ସେଠି ଏତେ ଲୋକ ବି ନାହାନ୍ତି। ଆଉ ସେ ପାର୍କଟା ପାଖାପାଖି 3ଟାରୁ ଖୋଲେ 9ଟା ପର୍ଯ୍ୟନ୍ତ ଖୋଲେ ମୁଁ ଦେଖୁଥିଲି ଗୁଗୁଲରେ ଯାହା ଦେଖୁଥିଲି ଗୁଗୁଲ ମ୍ୟାପ୍ ଅନୁସାରେ ଯାହା ଦେଖିଲି। ତ ସେଇ ଅନୁସାରେ ଚାଲନ୍ତୁ ସେଠି ଗଲେ ହିଁ ଜଣାପଡ଼ିବ ଯେ କେମିତି କ'ଣ ସବୁ ସିଷ୍ଟମେଟିକ୍ ସବୁ ରହିଛି ହେଲା। ତ ଆପଣ ଦେଖୁଥିବେ ବର୍ତ୍ତମାନ ରଶ୍ମି ରେଡ଼ି ହେଇଗଲେ ଆସି ବାହାରିଲେ ଆଣ୍ଡ ମୁଁ ବି ରେଡ଼ି ହେଲେ ଆମେ ବର୍ତ୍ତମାନ ବାହାରି ଯାଉଛୁ ଓକେ। ତ ଫ୍ରେଣ୍ଡ ବର୍ତ୍ତମାନ ଆମେ ବାହାରି ଗଲୁ ଏଠୁ ଘରୁ ଆଉ ରାସ୍ତାରେ ହେଇଛୁ ଆଉ ଯାଉଛୁ ଦେଖିବା ସେ ଜାଗା ଆମେ ପହଞ୍ଚିଲା ପରେ ମୁଁ ଆପଣ ଦେଖେଇବି। ଆକ୍ଚୁଆଲି ଆମେ ଯାଉଛୁ ହେଲା ଭାଲୁକି ପାତଳା। ଭାଲୁକି ପାତଳାରେ ଗଲା ପରେ ସେଠି ଆମେ ଯେଉଁ ପାର୍କଟା ଅଛି ମୁଁ ଏଠୁ ତ ମୁଁ କେବେ ଯାଇନି ମୁଁ ବି ନିଜେ ଖୁଦ ମ୍ୟାପ୍ରେ ଦେଖିବି ଯେ ଏଟା କେଉଁ ଜାଗାରେ ଅଛି ହେଲା। ତ ସେଠି ଗଲା ପରେ ଆପଣ ଦେଖେଇବି ଯେ କେଉଁ ଜାଗା ବୋଲି ହେଲା। ତ ସେତିକି ପର୍ଯ୍ୟନ୍ତ ଆପଣ ଭିଡ଼ିଓ କଣ୍ଟିନ୍ୟୁ କରନ୍ତୁ ଆଉ ଆଗକୁ ଯାହା ଯାହା ଆସୁଛି ମୁଁ ଆପଣଙ୍କୁ ଏଇ ରାସ୍ତାରେ ଆଉ ଏଇ ଭିଡ଼ିଓରେ ଜଣେଇବି କ'ଣ କରିଦେବେ। ତ ଫାଇନାଲି ଫ୍ରେଣ୍ଡସ୍ ମୁଁ ଏଇଠି ପହଞ୍ଚିଗଲି ହେଲା। ଆକ୍ଚୁଆଲି ଜାଗାର ନାଁ ହେଲା ଅମିୟ ଆନନ୍ଦ ପାର୍କ ହେଲା। ତ ଲୋକ କେହି ନାହାନ୍ତି ଲୋକ ଜାଣିପାରୁନାହାନ୍ତି ନା ବହୁତ ଭିତରେ ରହୁଛି। ହଁ ଏ ଜାଗା ନୂଆ ହେଇଛି ବର୍ତ୍ତମାନ ଦେଖିବା ପଚାରିବା ଦେଖୁଥିବେ ନୂଆ ଆକାର ସବୁ ଜିନିଷ ସବୁ ହେଇଛି ବହୁତ ଗୁଡ଼ା ଜିନିଷ ଯେଉଁଟାକି ମୋର ଫାର୍ଷ୍ଟ ଟାଇମ୍ ଯାହା କହିଲେ ଏ ଦେଖୁଥିବେ ତ ଦେଖୁଥିବେ ଏଠି ଗୋଟେ ବଢ଼ିଆ ଗୋଟେ ବହୁତ ସୁନ୍ଦର ଟୟ ଟ୍ରେନ୍ ଗୋଟେ ରହିଛି ଏଠି ହେଲା। ହଁ ଆଉ ଦୂରେ ହେଲା ଏଇଟା ଗୋଟେ ଆମେ ଦେଖିଲେ ଏଇଟା ଦେଖିଲେ ଆମେ ବାଲେଶ୍ୱର ଦେଖିଲେ ବାସ୍ ଏଇଟା ୟାର ଗୋଟେ ଭିଡ଼ିଓ ବି ଅଛି। ଆରେ ପଦ୍ମାବତ ଦେଖିଲା କୋଉଠି ଦେଖିଲା ପଦ୍ମାବତ ନା ହଁ ବାସ୍ ଏଇ ଟାଇପ୍ର ଗୋଟେ ପଦ୍ମାବତ ଦେଖିଲୁ ଗୋଟେ ଆମେ ଗୋଟେ ଦେଖିଲୁ ହେଲା। ବହୁତ ସୁନ୍ଦର ସେଠି ବି ଏଇ ଟାଇପ୍ର ସବୁ ବହୁତ ଗୁଡ଼ାଏ ଇଲେକ୍ଟ୍ରୋନିକ୍ ଜିନିଷ ସବୁ ରହିଛି ହେଲା ଯେଉଁଟାକି ଦେଖୁଛ ବହୁତ ସୁନ୍ଦର ଏଇ ଟୟ ଟ୍ରେନ୍ଟା ବହୁତ ବଢ଼ିଆ ବି ଲାଗୁଛି ହେଲା। ବସିବା ପାଇଁ ବି ବହୁତ ଭଲ ଜିନିଷ ଅଛି ବହୁତ ବଡ଼ ଗ୍ରାଉଣ୍ଡ ଅଛି ଆଉ ଛୋଟ ପିଲାଙ୍କ ପାଇଁ ବହୁତ ଭଲ ହେଲିକପ୍ଟର୍ସ ଦେଖିପାରୁଥିବେ ହେଲିକପ୍ଟର୍ସ ଆଉ ଇଏ ବି ଦେଖୁଥିବେ ଗୋଟେ ଖାଇଡୋଲ ଟାଇପ୍ର ଗୋଟେ ବଢ଼ିଆ ରହିଛି ହେଲିଟା ବି ଗୋଟେ ରହିଛି ଖାଇଡୋଲ ଛୋଟ ଛୁଆଙ୍କ ପାଇଁ ଦେଖୁଥିବେ ଏଠି କିଛି ଲୋକ ଏବେ ବି ଖେଳୁଛନ୍ତି ଛୋଟ ଛୁଆମାନେ ଛୋଟ ଛୁଆମାନଙ୍କ ପାଇଁ ବହୁତ ଭଲ ଜିନିଷଟା ନା ବହୁତ ଭଲ ଜାଗାଟା ହେଲା। କାମ ଚାଲିଛି କାମ କମ୍ପ୍ଲିଟ୍ ହେଲା ପରେ ତାପରେ ବହୁତ ଲୋକ ଟିକେ ଯିବା ଆସିବା ବି କରିବେ। ହଁ এটা কন্ট্রোল বোর্ড ଆଉ ଦେଖୁତେ ଏଟା ମନେ ଅଛି ଏଟା ୟାଠୁ ବଡ଼ ବଡ଼ ବସିଥିଲା ଆମେ ନା ବଡ଼ଟା ବସିଥିଲା ଏଟା ଛୋଟଟା ଏଟା ଛୋଟ ଇଏଟା ରହିଛି। ହଁ ଏଟା 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 କ'ଣ କଲ ଏଟା ଏମିତି 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 ହେଲା ଏଟା କିନ୍ତୁ ଆମର ଗୋଟେ ଥର ଯିବ ଥରେ ଆସିବ ଥର ଡଙ୍ଗା ଭଳିଆ ହେଇଥିଲା ଆଉ ଏଟା ଗୋଟେ ଦେଖିବେ ଗୋଟେ ଟ୍ରେନ୍ ଗୋଟେ ରହିଛି ଗୋଟେ ଡ୍ରାଗନ ଟ୍ରେନ୍ ଏଟା ହେଲା। ଏଠି ବି ସବୁ ଉଠା ସବୁ କରୁଛନ୍ତି ଆଉ ଏଇଠି ଦେଖୁଥିବେ ଆମର ଏଟା ଗୋଟେ ରହିଛି ଏଟା ଗୋଟେ ଅକ୍ଟୋପସ୍ ରଖୁଛ ନା ଅକ୍ଟୋପସ୍ ବହୁତ ଗୁଡ଼ାଏ ଜିନିଷ ରହିଛି ଯେଉଁଟାକି ଏବେ ବି ଲୋକମାନେ ଜାଣିପାରୁନ ପ୍ରପରଲି ଜାଣିପାରୁନାହାନ୍ତି ଯେହେତୁ ଭିତରେ ରହିଛୁ ନା ତ ପ୍ରପରଲି ଲୋକମାନେ ଜାଣିପାରୁନାହାନ୍ତି ଯେଉଁଟାକି ଟିକେ
ମାନେ ରହୁଛି ଲୋକ ମାନେ ଲୋକଙ୍କ ନଜରକୁ ଆସିପାରୁନି। एंड आशा କରୁଛେ ମୋ ଭିଡ଼ିଓ ଦ୍ୱାରା ହୁଏତ ଲୋକମାନେ ଜାଣିପାରିବେ। ଆଉ ବହୁତ ଭଲ ଜାଗା ମାନେ ଛୋଟ ପିଲାଙ୍କ ପାଇଁ ବି ଆଉ ବଡ଼ ଲୋକଙ୍କ ପାଇଁ ବହୁତ ଭଲ ଜାଗା ରହିଛି ହେଲା। ଆଉ ହୁଏତ ମୋ ଭିଡ଼ିଓ ଦ୍ୱାରା ହୁଏତ ବହୁତ ଲୋକ ଜାଣି ବି ପାରିବେ ଯେ ହଁ ଏଇ ପାଖରେ ଗୋଟେ ଭଲ ଜାଗା ଅଛି। ମୁଁ ୟାର ଲୋକେସନ୍ ମୁଁ ଡିଟେଲ୍ ଲୋକେସନ୍ ମୁଁ ପ୍ରପର୍ ଲୋକେସନ୍ ମୁଁ ମୋ ଡେସ୍କ୍ରିପ୍ସନ୍ରେ ମୁଁ ଦେଇଦେବି, ଯେଉଁଟାକି ଆପଣମାନେ ଦେଖି ପ୍ରପର୍ଲି ଜାଣିପାରିବେ ଯେ ହଁ ଏ ଜାଗାଟା କେଉଁଠି ଅଛି। ଆଉ ଏ ଜାଗାକୁ ଆସନ୍ତୁ, ବହୁତ ବଢ଼ିଆ ଜାଗା ହେଲା। ବର୍ତ୍ତମାନ ବି କାମ ଚାଲିଛି, କଣ୍ଟିନ୍ୟू ଅଛି ହେଲା। ଦେଖିପାରୁଥିବେ ଏବେ ବି କାମ ଚାଲିଛି, ସେପଟ ଲାଇନ୍ ବି କିଛି କାମ ଚାଲିଛି ହେଲା। କାମ ସରିନି ଚାଲିଛି। ଆଉ ବଟ୍ ଯେବେ କାମ କମ୍ପ୍ଲିଟ୍ ହେଇଯିବ ବହୁତ ବଢ଼ିଆ ଲାଗିବ। ବଟ୍ ଏତିକି ଜିନିଷ ଅଛି ହେଲେ ବି ନା ମାନେ ଖେଳିବା ପାଇଁ ବଢ଼ିଆ ଲାଗିବ ହେଲା। ତ ସେ ଭାଇ ଜଣ କହୁଥିଲେ ଆମକୁ ଟିକେ ଟ୍ରେନ୍ରେ ବସିବା ପାଇଁ, ତ ଆମେ ଯାଇକି ଟ୍ରେନ୍ରେ ଟିକେ ବସିବୁ ବର୍ତ୍ତମାନ ଯାଇକି ହେଲା। ବସିବା ଟ୍ରେନ୍ରେ ଯାଇକି ହାଁ ବସିକି ଆସିଲେ ଯିବା ଟ୍ରେନ୍ରେ ବସିବା ଗୋଟେ ରାଉଣ୍ଡ ମାରଦା, ଗୋଟେ ରାଉଣ୍ଡ ଏମିତି ଖଣ୍ଡେ ବୁଲଦା। ହଁ ଖାଲି ସେ ମଜା ନାହିଁ, ଖାଲି ଏମିତି ଯେ ହଁ ଚାଲ ସେ ଟ୍ରେନ୍ ବୁଲି ଆସିବା, ଟିକେ ବୁଲି ଆସିବା। ଗୋଟେ କାମ କରିବା ଆମେ ସବୁ ଛୋଟ ଛୁଆ ଏଇଟା ବସିବା, ଏଇଟା ନୂଆ ଅଛି। ଯାଉନ ଏ ପାଖକୁ ଯାଉନ, ଗୋଟେ ଠିଆ ହବ। ଏଠି ସବୁ ଜିନିଷ ଇଲେକ୍ଟ୍ରିକ୍ ଜିନିଷ ନା। ଖାସ କରି ଘର ଲଗେଇଛନ୍ତି ଡିଆର ଲାଇଟ୍ ସବୁ ଲଗେଇଛନ୍ତି, ଲାଇଟ୍ ଲଗେଇଛନ୍ତି ଏଲଇଡିଆ। ଏ ଘରଟା ବଢ଼ିଆ ଲାଗୁଛି। ବସୁନ ଯାଉନ ଯାଅ ଭାଙ୍ଗି କାଠଟା କି ଓ ବସ 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 ବସିବାକୁ ନାଇଁ ପଚାର, ସେଟା ବି ଯଦି ନା ଥାଉ ଥାଉ ବସନ୍ତୁ ବସନ୍ତୁ ଥାଉ ହେଲା। ହଉ କାଟିଦେବି ହେଲା। এটা ল্যাম্বরগিনি কিনা কি কাটা কাটা কিনবো কি এদের বলতে যা এটা ছোট সঙ্গ চার্জ বসাই যাবে চার্জ বসেটা আর তার রিমোট না তার রিমোট বসেছে ଜିନିଷ ଅଛି ଭଲ ଜିନିଷ ଯେ ଲୋକ ଜାଣିବା ଦରକାର ଗୁଡା ଜିନିଷ ଅଛି। ଆଜ୍ଞା ଲୋକ ତ କେହି ନାହାନ୍ତି କିନ୍ତି ବସିବା। ତ ଫ୍ରେଣ୍ଡସ୍ ଆମେ ବର୍ତ୍ତମାନ ଯାଉଛୁ ଏପଟ ସାଇଡରେ ଗୋଟେ ରହିଲା ମଣ୍ଡପ ଗୋଟେ କଣ ରହୁଛି ତ ସେଟା ଟିକେ ଦେଖିବା। ଆଜ୍ଞା ଆଚ୍ଛା ଦେଖିପାରୁଥିବେ ଗୋଟେ ବଢିଆ ଏଇଟା ହେଲା ଆମର ବାର୍ଥଡେ ହେଲା କି ଯେକୌଣସି ଇଭେଣ୍ଟ ପାଇଁ ଗୋଟେ ଭଲ ଜାଗାଟେ ଅଛି। ମଣ୍ଡପ ସିଷ୍ଟମ ବି ରହିଛି ଏବେ ମୁଁ ଦେଖିଲି ଭଲ ଲାଇଟିଂ ଫାଇଟିଂ କରିଛନ୍ତି। ତ ଚାଲନ୍ତୁ ଦେଖିବା ଟିକେ ଭିତରେ ଗୋଟେ ବୁଲି ଆସିବା କେମିତି କଣ ସବୁ ଭିଉ ରହିଛି। ଏପଟା ବର ନା ହଁ ଏପଟା କନ୍ୟା ରୁମ୍ ନା ଲାଗିଛି ତ ଏଟା କନ୍ୟା ରୁମ୍ ନା ପର୍ସନାଲ ରୁମ୍ ବି ନେଇ କରୁଛନ୍ତି। ଆଚ୍ଛା ପର୍ସନାଲ ରୁମ୍ ବି ନେଇ ହବ। ଆଚ୍ଛା ଏଇଟା ଇଭେଣ୍ଟର ମେନ୍ ଜାଗାଟା ଆଉ ସବୁଠୁ ରୋଷେଇ ଘରଟା ଏଇଟା ହେଲା ଆପଣଙ୍କର ଯୋଉ ଉଠା ବସା ପାଇଁ ରହିଲା ଆପଣଙ୍କର ଏଇଟା ଡାଇନିଂଟା ବୋଧେ ପ୍ରାୟ ଡାଇନିଂଟା ହଁ ସବୁ କରିବ ବଡ଼ ଜାଗା ଅଛି ଭଲ ଅଛି। ସେପଟ ସାଇଡ୍ ବେସିନ୍ ଫେସିନ୍ ସବୁ ଜିନିଷ ରହିଲା। ବୁଲାବୁଲି ସରିଲା ପରେ ଆମେ ଫାଇନାଲି ପଳେଇ ଆସିଲୁ ଗୋଟେ ଜାଗାକୁ, ଗୋଟେ ବହୁତ ବଢ଼ିଆ ଜାଗା ଏଠି ସେଇ ପାଖରେ ହିଁ ରହିଛି ଗୋଟେ ବଢ଼ିଆ ଜଳଖିଆ ଦୋକାନ। ଆଉ ଏଠି ଆମେ ଟିକେ ସମୟ ଖାଇବା ପାଇଁ ଟିକେ ଜଗିଲୁ। ଆଉ ଦେଖିପାରୁଥିବେ ଏଠି ଆଳୁଚପ ବରା ସିଙ୍ଗଡ଼ା କାକରା ଫାକରା ସବୁ ହେଇଥିଲା। ଏବେ ଖାଇବାର ପରେ ଲାଗି ପଡ଼ିଛନ୍ତି ଜୋସ୍ ହେଲା। ଆଉ ଏଠୁ ଖାଇସାରିଲା ପରେ ଆମେ ଏଠୁ ବାହାରିଛୁ ପୁଣି ଦେଖା ହବ ଆଉ ଏକ ନୂଆ ବ୍ଲଗରେ। ସେଥିପାଇଁ ବାଏ ବାଏ।